मैंने तुम समस्त को स्वागत कर यूट्यूब चैनल द +2 सेकेंड इयर आर्ट्स पिला जो मनकर अच्छे ऑप्शनल ओडिया तो ऑप्शनल ओडिया मुझे कौन ना तुम 80 मार्क क्वेश्चन तो बुझेगा 80 मार्क क्वेश्चन आम ऑप्शनल ओडिया आलोचना करिया पिला माने 2 मार्किया 3 मार्किया सहित तो चलो आम स्टार्ट करबा ऑप्शनल ओडिया 80 मार्क केमती टाइप रो क्वेश्चन सब आसुची समस्त को मोर गुड मॉर्निंग तो जय जगन्नाथ जय श्री राम राधे राधे पिला माने चलो आम स्टार्ट करबा आज रो वीडियो तो 1 मार्किया क्वेश्चन देख 3टी प्रथम क्वेश्चन देखिबा बैलोचनर आयुष चुटी उपाड़िया पई विष्णु जो मोहनी मूर्ति धारण करथिले तार नाम कोन थिला मालती सेवती रत्नमाला ललित कोन थिला पिला माने ना मालती कोन ना बैलोचनर आयुष चुटी उपाड़िया पई विष्णु जो मोहन मूर्ति धारण करथिले तांकर नाम मालती थिला एंदी नेक्स्ट विदेह पथर अर्थ कौन विदेह पथर अर्थ कौन मरणर बाट देहहीन पथ शांतिर मार्ग शून्य पथ कौन ना मरणर बाट नेक्स्ट केउठाकू सर पिंधिबाकू परशुराम कहिथिले इहलोक स्वर्गलोक पाताळलोक परलोक केउठिकी ना परलोक केउठी ना सर पिंधिबाकू परशुराम कहिथिले परलोक तापरे 1 मार्किया 2टा शिवधनु केउ असुरर प्राणनाशक थिला शिवधनु केउ असुर ना शिवधनु त्रिपुरासुरर प्राणनाशक थिले नेक्स्ट 1 मार्किया 2टा आसीबो प्रेम विरह विच्छेदरे किए प्रेमी जुगलକୁ ଯନ୍ତ୍ରଣା ଜର୍ଜରିତ କରିଥାନ୍ତି କିଏ ନା ପ୍ରେମ ବିରହ ବିଚ୍ଛେଦରେ କନ୍ଦର୍ପ ପ୍ରେମୀ ଯୁଗଳଙ୍କୁ ଯନ୍ତ୍ରଣା ଜର୍ଜରିତ କରିଥାନ୍ତି ତାପରେ 2 ମାର୍କିଆ କ୍ୱେଶ୍ଚିନ୍ ଆସିବ 2 ମାର୍କିଆ କ୍ୱେଶ୍ଚିନ୍ କରିବ 3ଟି ତ ଯାହା 4ଟି ଦେଇଥିବ ତମେ 3ଟି କରିବ ପରଶୁରାମଙ୍କ ଦମ୍ଭ କରିବାକୁ କିଏ କିପରି ଚୂର୍ଣ୍ଣ କରିଛନ୍ତି ନା ପରଶୁରାମ ଭେଟ କବିତାରେ କବି ବଳରାମ ଦାସ ଉଲ୍ଲେଖ କରିଛନ୍ତି ପରଶୁରାମ ବୈଷ୍ଣବ ଧନୁରେ ଗୁଣ ଚଢାଇ ତାହାକୁ ରାମଚନ୍ଦ୍ର 2 ଖଣ୍ଡ କରି ଭାଙ୍ଗି ଦେଇ ପରଶୁରାମଙ୍କ ଦମ୍ଭ ଓ ଗାରିବ ଚୂର୍ଣ୍ଣ କରିଛନ୍ତି ନେକ୍ସଟ ସରହ ସୁନ୍ଦରୀ ଦ୍ୟୁତି ଏକା କଣ କରିପାରେ ନା ସରହ ସୁନ୍ଦରୀ କବିତାରେ କବି ଅଚ୍ୟୁତାନନ୍ଦ ଦାସ ଉଲ୍ଲେଖ କରିଛନ୍ତି କବି କନା ସରହ ସୁନ୍ଦରୀ ଦ୍ୟୁତି ଏକା ଗୋପପୁରର 10 ଦିଗକୁ ଆୟତ ବିମୋହିତ କରିପାରେ ନେକ୍ସଟ କେଉଁ କାରଣରୁ କୃଷ୍ଣଙ୍କ ଅନୁଗ୍ରହ ରାଧାଙ୍କ କପାଳ ଲିଖିତ ବୋଲି ସେ କହିଛନ୍ତି ସରହ ସୁନ୍ଦରୀ କବିତାରେ କବି ଅଚ୍ୟୁତାନନ୍ଦ କୃଷ୍ଣଙ୍କ ଏଟା ଆସିଲା ସରି ଧୀରେ ରାଧା କର ଧରି କବିତାରେ କବି ଅଭିମନ୍ୟୁ ସାମନ୍ତ ଶ୍ରୀକାର ବିଦଗ୍ଧ ଚିନ୍ତାମଣି କାବ୍ୟର 75ତମ ଛାନ୍ଦରୁ ଅନ୍ତର୍ଭୁକ୍ତ ପ୍ରିୟତମ ଶ୍ରୀକୃଷ୍ଣଙ୍କ ଶ୍ରୀଚରଣର ତନୁମନ ସମର୍ପଣ କରି ମଧ୍ୟ ତାଙ୍କର ଅନୁଗ୍ରହ ପ୍ରାପ୍ତ ନ ହେବା ଶ୍ରୀରାଧାଙ୍କ କପାଳ ଲିଖିତ ବୋଲି ସେ କହିଛନ୍ତି ନେକ୍ସଟ ନଦୀ କୂଳେ ରାମ ଓ କୃଷ୍ଣ କଣ ଆହାର କରେ ବୋଲି ଯଶୋଦା କହିଛନ୍ତି ଉଠନିଶି ପାହିଲାର କବି ବନମାଳୀ ଦାସ ରାମ କୃଷ୍ଣ ଗୋରୁ ଗୋଠ ନେଇ ବନକୁ ଚରାଇବା ପାଇଁ ଯିବେ ନଦୀ ଅନ୍ନ ନେଇ ନଦୀ କୂଳରେ ଆହାର କରିବେ ବୋଲି ଯଶୋଦା କହିଛନ୍ତି ତାପରେ ଆସିଲା ସେମିତି 3 ମାର୍କିଆ ଯେକୌଣସି 2ଟା କରିବ କୃଷ୍ଣଙ୍କ ନିଦରୁ ଉଠାଇବା ପାଇଁ ଯଶୋଦା କେଉଁ ଉପାୟ ଅବଲମ୍ବନ କରିଛନ୍ତି କେଉଁ ଉପାୟ ଅବଲମ୍ବନ କରିଛନ୍ତି ତ ଏଟା 3 ମାର୍କିଆ ଶୁକ୍ରାଚାର୍ଯ୍ୟଙ୍କୁ କେଉଁ ଦେଶରେ ବାମନ ରୂପେ ବିଷ୍ଣୁ କଳା ଦେଇଥିଲେ ତ ଏଟା 3 ମାର୍କିଆ ଲେଖିବ କବିତାର ବର୍ଣ୍ଣନା ଅନୁଯାୟୀ ପରଶୁରାମଙ୍କ ବେଶଭୂଷା ସମ୍ପର୍କରେ ମଧ୍ୟ ଲେଖିବ ତାପରେ 5 ମାର୍କିଆ ମଧ୍ୟ ଗୋଟେ କରିବ ପରଶୁରାମ ଭେଟ ନହେଲେ ଉଠନିଶି ପାହିଲା ତାପରେ ଆସିଲା ପ୍ରବନ୍ଧ ବିଭାଗ କଣ ଗୀତାର 10ମ ଅଧ୍ୟାୟରେ କିଏ ଆପଣଙ୍କୁ କଣ ନା ବିଦ୍ୟା ମାନଙ୍କ ମଧ୍ୟରେ ଆଧ୍ୟାତ୍ମ ବିଦ୍ୟା ବୋଲି କହିଛନ୍ତି ଶ୍ରୀକୃଷ୍ଣ ଅର୍ଜୁନ ଯୁଧିଷ୍ଠିର ଭୀଷ୍ମ କିଏ କହିଛନ୍ତି ପିଲାମାନେ ନା ଶ୍ରୀକୃଷ୍ଣ କିଏ ନା ଗୀତାର 10ମ ଅଧ୍ୟାୟରେ ଶ୍ରୀକୃଷ୍ଣ ଆପଣଙ୍କୁ ବିଦ୍ୟା ମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ବିଦ୍ୟା ବୋଲି କହିଛନ୍ତି ନେକ୍ସଟ ରାଜାମାନେ ଏବେ କେଉଁଠାରେ ସ୍ମାରକୀ ଭାବରେ ରହିଛନ୍ତି ରାଜ୍ୟରେ ସଂଗ୍ରହାଳୟରେ ବିଦେଶରେ ସ୍ୱର୍ଗରେ କିପରି ନା ରାଜାମାନେ ଏବେ ସଂଗ୍ରହାଳୟରେ ସ୍ମାରକୀ ଭାବରେ ରହିଛନ୍ତି ନେକ୍ସଟ କାହାକୁ ମା ବୋଲି କୁହାଯାଇଛି ପ୍ରକୃତିକୁ ଆକାଶକୁ ନଦୀକୁ ବୃକ୍ଷଲତା କାହାକୁ ନା ପ୍ରକୃତିକୁ ମା ବୋଲି କୁହାଯାଇଛି 1 ମାର୍କିଆ
ରହସ୍ୟବାଦ ଅନୁସାରେ ଚେତନା କାହାର ମୂଳ ସତ୍ତା ଭାବରେ ଗୃହୀତ? ରହସ୍ୟବାଦ ଅନୁସାରେ ଚେତନା ଜଗତର ମୂଳ ସତ୍ତା ଭାବରେ ଗୃହୀତ। ନେକ୍ସଟ, କାହା ଦ୍ୱାରା ସତକୁ ମିଛ, ମିଛକୁ ସତ କୁହାଯାଇଥାଏ? କାହା ଦ୍ୱାରା? ନା ବୁଦ୍ଧିର ମାପେଚ ଦ୍ୱାରା ସତକୁ ମିଛ, ମିଛକୁ ସତ କରି ହୁଏ। 2 ମାର୍କିଆ, ଦିବ୍ୟ ଗୀତି ସମୂହରୁ କାହାର ଆଦ୍ୟଉଚ୍ଚାରଣ ଘଟିଥିଲା? ଆଧ୍ୟାତ୍ମ ଭିତ୍ତି ପ୍ରବନ୍ଧରେ ପ୍ରାବନ୍ଧିକ ରତ୍ନାକର ପତି ଉଲ୍ଲେଖ କରିଛନ୍ତି, ଭାରତ ଭୂମିର ଆର୍ଯ୍ୟ ଋଷିବୃନ୍ଦ ଯେତେବେଳେ ସରସ୍ୱତୀ ନଦୀ ତଟରେ ପ୍ରକୃତିର ବିରାଟତା ଓ ସୌନ୍ଦର୍ଯ୍ୟ ଦର୍ଶନ କରିଥିଲେ, ସେତେବେଳେ ତାଙ୍କ କଣ୍ଠରୁ ନିଃସୃତ ଦିବ୍ୟଗୀତି ସମୂହର ବେଦର କଣ? ନା ଆଦ୍ୟ ସମୂହରୁ ବେଦର ଆଦ୍ୟ ଉଚ୍ଚାରଣ ଘଟିଥିଲା। ନେକ୍ସଟ, ଚାପଣି ଓ ଦମାଣିର ପ୍ରଭାବରେ ମଣିଷ ମନରେ କଣ ସୃଷ୍ଟି ହୁଏ? ଏଟା ଆସିଛି ସତ୍ୟଭାମା ଜୟନ୍ତ ପ୍ରବନ୍ଧରେ ପ୍ରାବନ୍ଧିକ ଗୋବିନ୍ଦ ଚନ୍ଦ୍ର କଣ? ନା ତ୍ରିପାଠୀ ଉଲ୍ଲେଖ କରିଛନ୍ତି। ଆଲୋଚ୍ୟ ପ୍ରବନ୍ଧରେ ପ୍ରାବନ୍ଧିକ କହିଛନ୍ତି, ଚାପଣି ଓ ଦମାଣି ଦ୍ୱାରା ମଣିଷର ଶାରୀରିକ ହେଉ ବା ମାନସିକ ହେଉ କିମ୍ବା ନୈତିକ ହେଉ ଦମିବା ଲୋକଙ୍କ ମନରେ ହୃଦୟରେ ଅଶାନ୍ତି ଅସନ୍ତୋଷ ସୃଷ୍ଟି ହେବ। ନେକ୍ସଟ, ଅସମାନ ମାନଙ୍କର ପ୍ରତିଦ୍ୱନ୍ଦିତା ପୃଥିବୀର କଣ ସୃଷ୍ଟି କରୁଛି? କଣ? ନା ସମାନତା, ସ୍ୱାଧୀନତା ଓ ଭ୍ରାତୃତ୍ୱ ପ୍ରବନ୍ଧରେ ପ୍ରାବନ୍ଧିକ ଚିତ୍ତରଞ୍ଜନ ଦାସ ଉଲ୍ଲେଖ କରିଛନ୍ତି, ପ୍ରାବନ୍ଧିକ ବର୍ଣ୍ଣନା ଅନୁଯାୟୀ ଅସମାନ ମାନଙ୍କର ପ୍ରତିଦ୍ୱନ୍ଦିତା ଆଜି କଣ? ନା ପୃଥିବୀର ଅତ୍ୟନ୍ତ ନିନ୍ଦନୀୟ ବ୍ୟାଧି ସୃଷ୍ଟି କରିଛି। ତାପରେ ନାରୀ ଓ ପ୍ରକୃତି କିପରି ଜଡ଼ିତ ବୋଲି ଏ ପ୍ରବନ୍ଧରେ କୁହାଯାଇଛି? ନାରୀ ପ୍ରକୃତି ନା ଛୋଟ ହିଁ ସୁନ୍ଦର ପ୍ରବନ୍ଧରେ ପ୍ରାବନ୍ଧିକ ଶରତ କୁମାର ମହାନ୍ତି ପ୍ରକୃତିକୁ ଶୋଷଣ କରିବା ଓ ନାରୀ ନିର୍ଯାତନା ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଏପର୍ଯ୍ୟନ୍ତ ସୁଦ୍ଧା ମଣିଷ ପ୍ରକୃତିକୁ ଲୁଣ୍ଠନ କରୁଛି ଓ ନାରୀ ନିର୍ଯାତନା ଅବ୍ୟାହତ ରହିଛି। ତାପରେ 3 ମାର୍କିଆ ସେମିତି କରିବ। ଏକବିଂଶ ଶତାବ୍ଦୀରେ ରାଜାମାନଙ୍କର ସ୍ଥିତି କିପରି ରହିଛି? ନାରୀ ଭାବ କହିଲେ କଣ ବୁଝ? ବାକ୍ ଶକ୍ତି ହିଁ ବ୍ରହ୍ମ ଶକ୍ତି ବୋଲି କୁହାଯିବାର କାରଣ କଣ? 5 ମାର୍କିଆ ସେମିତି 2ଟାରୁ ଗୋଟେ କରିବ। ତାପରେ କଣ ଆସିଲା? ଗଳ୍ପ ବିଭାଗ। ତ ଗଳ୍ପ ହେଲେ ସେମିତି 3ଟା MCQ ଆସିବ ତମର କଣ? ଧନୀ ଓ ପାଶ୍ଚାତ୍ୟ ସଭ୍ୟତାର ପୂଜାରୀ ପରିବାର ଘରେ କାହାର ଅବସ୍ଥା ବହିଷ୍କୃତ ନୁହଁ ପରିତ୍ୟକ୍ତ? କାହାର ଅବସ୍ଥା ପିଲାମାନେ? ମନୁଷ୍ୟର, ପଶୁର କଣ? ଦେବତାର ନା ବନ୍ଧୁର? କାହାର? ନା ଦେବତାର। କାହାର? ନା ଧନୀ ପାଶ୍ଚାତ୍ୟ ସଭ୍ୟତାର ପୂଜାରୀ ପରିବାର ଘରେ କାହାର? ନା ଦେବତାର ଅବସ୍ଥା ବହିଷ୍କୃତ ନୁହଁ ପରିତ୍ୟକ୍ତ। ପରବର୍ତ୍ତୀ କ୍ୱେଶ୍ଚିନ୍, ନିଜ ନିଜ ମୁଣ୍ଡକୁ ଦହିହାଣ୍ଡି ମନ୍ଥିଲା ପରି କେଉଁମାନେ ମନ୍ଥିବାରେ ଲାଗି ପଡ଼ିଛନ୍ତି? ବୁଢ଼ା ଧୋକଡ଼ା ବକ୍ତାମାନେ, ସାହିତ୍ୟିକମାନେ, ପ୍ରାବନ୍ଧିକମାନେ, ସାମ୍ବାଦିକମାନେ। କେଉଁମାନେ ପିଲାମାନେ? ନା ବୁଢ଼ା ଧୋକଡ଼ା ବକ୍ତାମାନେ। ନେକ୍ସଟ, ସେଦିନ ପିକନିକରେ ସରଳା କହୁଥିଲା, କିଛି ଦିନ ପରେ ସ୍ୱାମୀମାନେ କଣ ହୋଇଯାନ୍ତି? ଦାୟିତ୍ୱବାନ, ଅବାଜ୍ଞା, କର୍ତ୍ତବ୍ୟପରାୟଣ, ସ୍ନେହପ୍ରବଣ। କଣ ହୋଇଯାନ୍ତି ପିଲାମାନେ? ନା ଅବାଜ୍ଞା। କଣ? ନା ସେଦିନ ପିକନିକରେ ସରଳା କହୁଥିଲା, କିଛି ଦିନ ପରେ ସ୍ୱାମୀମାନେ ଅବାଜ୍ଞା ହୋଇଯାନ୍ତି। ତାପରେ 1 ମାର୍କିଆ, ଆମ ଦେଶର ରତ୍ନମାନଙ୍କୁ କିଏ ଖାତିର କରୁନଥିଲେ? ଆମ ଦେଶର ରତ୍ନମାନଙ୍କୁ କିଏ? ନା ଆମ ଦେଶର ରତ୍ନମାନଙ୍କୁ ଗୋରା ଶାସକମାନେ କଣ? ନା ଖାତିର କରୁନଥିଲେ। ନେକ୍ସଟ, ବ୍ରେକଫାଷ୍ଟ ଦେଇସାରି ଚନ୍ଦ୍ରମଣି କଣ ପାଇଁ କିଚେନ ଆଡ଼କୁ ଚାଲିଥିଲା? ନା ବ୍ରେକଫାଷ୍ଟ ଦେଇସାରି ଚନ୍ଦ୍ରମଣି କଫି ତିଆରି କରିବାକୁ କିଚେନ ଆଡ଼କୁ ଚାଲିଗଲା। ନେକ୍ସଟ, 2 ମାର୍କିଆ, ଦୁର୍ଯ୍ୟୋଧନ ବାବୁଙ୍କର 2 ଓଠ ଥରି ଉଠି କଣ ହେଲା? ନା ପକ୍ଷାଘାତ ଗଳ୍ପରେ ଗାଳ୍ପିକ ବାମାଚରଣ ମିତ୍ର ଦୁର୍ଯ୍ୟୋଧନ ବାବୁଙ୍କର 2 ଓଠ ଥରି ଉଠି ଆଖିରୁ ଝର ଝର ଲୁହ ବୋହି ଛାତି ଭସାଇ ଦେଲା। ନେକ୍ସଟ, ମାଙ୍କୁ ରିକ୍ସାରେ ବସାଇବାର କେତେ ସମୟ ପରେ ଚୂଡ଼ାମଣି ଫୋନ କଲଟିଏ ପାଇଲେ? ନା ମା ଶ୍ରୀହରି ଗଳ୍ପରେ ଗାଳ୍ପିକ ଶାନ୍ତନୁ କୁମାର ଆଚାର୍ଯ୍ୟ ମାଙ୍କୁ ରିକ୍ସାରେ ବସାଇବାରେ ପ୍ରାୟ 15 ମିନିଟ ପରେ ଚୂଡ଼ାମଣି ଫୋନ କଲଟିଏ ପାଇଲେ।
ନେକ୍ସଟ ସେ ବର୍ଷ ମିହିର ଜୟନ୍ତୀ ଆସୁ ଆସୁ ଦୈବାତ କୁଆଡେ ପଶିଗଲା। ମେଡିକାଲ କଲେଜର ମିହିର ଜୟନ୍ତୀ ଗଳ୍ପରେ ଫକୀରନନ୍ଦ ସେ ବର୍ଷ ମିହିର ଜୟନ୍ତୀ ଆସୁ ଆସୁ ଦୈବାତ ମେଡିକାଲ କଲେଜ ଭିତରେ ପଶିଗଲା। ତାପରେ 3 ମାର୍କିଆ ସେମିତି କରିବ। ଦୁର୍ଯ୍ୟୋଧନଙ୍କ ପକ୍ଷାତ ରୋଗ କିପରି ଆକ୍ରମଣ କରିଥିଲା? ସଭାପତି ସଭା ଶେଷରେ ତାଙ୍କ ବକ୍ତୃତାରେ କଣ କହିଥିଲେ? ଚୂଡାମଣି ଓଡିଶାର ଗାଁ ଗଣ୍ଡା ଲୋକଙ୍କ ସହିତ ବେଶ ଖୁବ୍ ପରିଚିତ। କହିବାର ତାତ୍ପର୍ଯ୍ୟ କଣ? ତାପରେ 5 ମାର୍କିଆ ସେମିତି ଗୋଟେ କରିବ। ତାପରେ ଆସିଲା ବ୍ୟାକରଣ ବିଭାଗ 2ଟା କରିବ। 5 ମାର୍କିଆ 2ଟା କରିବ। ଉତ୍ପ୍ରେକ୍ଷା ଅଳଙ୍କାର କହିଲେ କଣ ବୁଝ? ଉପମା ରୂପକ ଅଳଙ୍କାରର ପାର୍ଥକ୍ୟ, ସଂଜ୍ଞା ରୂପକ ସହ ଯମକ ଅଳଙ୍କାର। ଯେକୌଣସି 2ଟା କରିବ 10 ମାର୍କ ପାଇବ। ତାପରେ ଆସିଲା ଗ୍ରାମାର 1 ମାର୍କିଆ କହିଦେଲା ଓଡିଆ ଭାଷାରେ କେଉଁ ନିୟମ ଅନୁସାରେ ସନ୍ଧି ହୋଇଥାଏ? ଓଡିଆ ଭାଷାରେ କେଉଁ ନିୟମ ଅନୁସାରେ? ନା ସଂସ୍କୃତି। ଓଡିଆ ଭାଷାରେ ସଂସ୍କୃତି ସନ୍ଧି ନିୟମ ଅନୁସାରେ ସନ୍ଧି ହୋଇଥାଏ। ସନ୍ଧିକର କର ଚିତ୍ ଯୁକ୍ତ ମୟ କଣ ହବ? ନା ଚିନ୍ମୟ। ଚିନ୍ମୟ କେମିତି ଲେଖା ହବ ଜାଣିଛ? ଏମିତି ଚିନ୍ମୟ। ତାପରେ କହିଦେଲା ସନ୍ଧି ବିଚ୍ଛେଦ କର ମହର୍ବି। ମହର୍ବି କଣ? ନା ମହା ଯୁକ୍ତ ଉର୍ମି କଣ? ମହର୍ବି। ତାପରେ ପିଲାମାନେ କଣ ଦେଇଥିବ? ନା ନିର୍ଦ୍ଦେଶ ଉତ୍ତର ଦିଅ। ଉପସର୍ଗ ଗୁଡିକର ମୁଖ୍ୟତଃ କେଉଁଥିରେ ସଂଯୁକ୍ତ ହୋଇ ଅର୍ଥବିଚ୍ଛେଦ ସୃଷ୍ଟି କରିଥାନ୍ତି? ନା ଉପସର୍ଗ ଗୁଡିକ ମୁଖ୍ୟତଃ କ୍ରିୟା, କ୍ରିୟାମୂଳ ବା ଧାତୁ ପୂର୍ବରେ ସଂଯୁକ୍ତ ହୋଇ ଅର୍ଥବୈଚିତ୍ର୍ୟ ସୃଷ୍ଟି କରିଥାନ୍ତି। ହାର ଶବ୍ଦର ଉପସର୍ଗ ବ୍ୟବହାର କରି 2ଟି ନୂତନ ଶବ୍ଦ ହାର ସମ୍ ଯୁକ୍ତ ହାର ସଂହାର, ପ୍ରଯୁକ୍ତ ହାର ପ୍ରହାର। ସେମିତି ଶେଷ ପିଲାମାନେ ଓଡିଆ ଭାଷାରେ ପ୍ରଚଳିତ ଅଣସଂସ୍କୃତ ଉପସର୍ଗ ବ୍ୟବହାର କରି 2ଟି ଶବ୍ଦ। ଅଣସଂସ୍କୃତ ହେଲା ଦର ଫୁଟା, ଦର ସିଝା। ତ ପିଲାମାନେ ଇଏ ଥିଲା ତମର ଅପସନାଲ ଓଡିଆର 80 ମାର୍କର କ୍ୱେଶ୍ଚିନ୍ ଆନ୍ସର। ଭିଡିଓଟି ଭଲ ଲାଗିଥିଲେ ଲାଇକ୍ ସେୟାର ସବସ୍କ୍ରାଇବ କରିଦବ। ରହୁଛି ଧନ୍ୟବାଦ। ଜୟ ଜଗନ୍ନାଥ।